ଆପଣ ଆପଣଙ୍କର ଘରର ମୁଖ୍ୟ ଦ୍ୱାରରେ କଳସ ବସଉଛନ୍ତି କି? ତାହେଲେ ଏ ଭିଡ଼ିଓଟିକୁ ଦେଖନ୍ତୁ। ଯଦି ଆପଣମାନେ ପ୍ରତ୍ୟେକ ଦିନ ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ କଳସ ବସଉଛନ୍ତି ତାହେଲେ ଏଇଟା ଏକ ସୁନ୍ଦର କଥା, ବସେଇବା କଥା। ଯଦି ବସଉନାହାନ୍ତି ତାହେଲେ ବସେଇବା ଆରମ୍ଭ କରିଦିଅନ୍ତୁ। ପ୍ରତ୍ୟେକ ଦିନ ଆପଣଙ୍କର ଘରର ମୁଖ୍ୟ ଦ୍ୱାରରେ କଳସଟିଏ ସ୍ଥାପନ କରନ୍ତୁ, ବସାନ୍ତୁ। ତେବେ ଯେତେବେଳେ କଳସ ଆମେ ବସେଇବା ଘରର ମୁଖ୍ୟ ଦ୍ୱାରରେ, ତାହା କେଉଁ ପଟ ଦିଗରେ ବସେଇବା ତାହା ମଧ୍ୟ ଜାଣିବା ଦରକାର। ତେବେ ଆସନ୍ତୁ ଜାଣିବା। ତା ସହିତ ଜାଣିବା ଯେ ଯେଉଁ କଳସ ବସେଇବା ତାହା କେଉଁ ଧାତୁର ହେଇଥିବା ଆବଶ୍ୟକ, କେଉଁ ଧାତୁର କଳସ ଆମେ ବସେଇବା। ତେବେ ଦେଖନ୍ତୁ, ପ୍ରଥମେ ତ ଜାଣିବା ଯେ କେଉଁ ଧାତୁର ହେବା ଆବଶ୍ୟକ। ମାନେ ପିତ୍ତଳର କଳସ ଆପଣମାନେ ବସାନ୍ତୁ, ନଚେତ ମାଟିର କଳସ ବି ବସେଇ ପାରିବେ। କିନ୍ତୁ ମାଟିର କଳସଟି ସବୁଦିନ ପାଇଁ ତାହା ବ୍ୟବହାର ଉପଯୋଗୀ ନୁହଁ, କାହିଁକିନା ଭାଙ୍ଗିଯିବ ହୁଏତ। କିନ୍ତୁ ପିତ୍ତଳ ହେଲେ ଭାଙ୍ଗିବନି। ତେଣୁ ପିତ୍ତଳର ହିଁ କଳସ, ଛୋଟିଆ କଳସ ଗୋଟେ ଢାଳଟି କିଣିକି ଆଣିବେ, ଆଉ ସେଇଥିରେ ତାକୁ ହିଁ କଳସ କରିକି ଘରର ମୁଖ୍ୟ ଦ୍ୱାରରେ ବସେଇବେ। ଆଉ ଗୋଟେ କଥା, କେଉଁ ଦିଗରେ ବସେଇବେ। ତେବେ ପ୍ରଥମେ ଜାଣନ୍ତୁ, ଯଦି ଆପଣଙ୍କର ଘରର ମୁଖ୍ୟ ଦ୍ୱାରଟି ପୂର୍ବମୁଖା ତାହେଲେ ବହୁତ ସୁନ୍ଦର। ତେବେ ସେଇ ସ୍ଥଳେ କ'ଣ ହେବ ନା, ଯେତେବେଳେ ଆମେ ଘରକୁ ପଶୁଛନ୍ତି, କଳସ କେଉଁ ପଟେ ବସେଇବେ ନା, ଆମେ ଯେତେବେଳେ ଘରକୁ ପଶୁଛନ୍ତି ତାହା ଆମର ବାମ ପଟ ଦିଗରେ ଥିବ। କଳସଟି ଆମର ବାମ ପଟେ ରହିବ। ଘରକୁ ଆମେ ପଶୁଛନ୍ତି, ଘରୁ ବାହାରକୁ ବାହାରିବା ସମୟରେ କଳସଟି ଆମର ଡାହାଣ ପଟ ଦିଗରେ ରହିବ। ଏଥର ଆପଣମାନେ ଜାଣିପାରିଥିବେ ଯେ ଆମେ ଘରର ମୁଖ୍ୟ ଦ୍ୱାର ପାଖରେ ଯେଉଁ କଳସ ବସେଇବା ତାହା କେଉଁ ଦିଗରେ ବସେଇବା। ତେବେ ଯଦି ଆପଣମାନେ ଘରର ମୁଖ୍ୟ ଦ୍ୱାରରେ କଳସ ବସାଉଛନ୍ତି ତାହେଲେ ଏସବୁ ନିୟମର ପାଳନ ନିହାତି କରିବେ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ ନିହାତି କରିବେ। ରହିଲି। ଜୟ ଜଗନ୍ନାଥ, ଜୟ ଶିବ ଶମ୍ଭୁ।